ଖଇରା ଉପ୍ରା ବିଦ୍ୟାଳୟରେ ବିଦାୟ ଏବଂ ସ୍ୱାଗତ ସମାରୋହ। ନୂଆପଡ଼ା ଜିଲ୍ଲା ବଡ଼େନ ବ୍ଲକ ଅନ୍ତର୍ଗତ ଖଇରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୃଷ୍ଟି ହୋଇଛି ଏକ ଭାବବିହ୍ୱଳ ସହିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ। ବିଦ୍ୟାଳୟର ବିଦାୟୀ ଶିକ୍ଷକ କର୍ଣ୍ଣ କୈବର୍ତ୍ତ କମଲ ସିଂ ମାଝୀ ଏବଂ ନବ ବସନ୍ତ ଯୋଶୀଙ୍କୁ ଭାବବିହ୍ୱଳ ସହକାରେ ବିଦାୟ ଦେବା ସହିତ ନୂତନ ଭାବରେ ବିଦ୍ୟାଳୟରେ ଯୋଗ ଦେଇଥିବା ଶିକ୍ଷକମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ବିଦ୍ୟାଳୟରେ ଦୀର୍ଘଦିନ ଶିକ୍ଷାଦାନ ପରେ ବିଦାୟ ନେଇଥିବା ଶିକ୍ଷକମାନଙ୍କୁ ଦୂରେଇ ଖୁବ୍ ଦୁଃଖ ପ୍ରକାଶ କରିଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ସହିତ ଶିକ୍ଷା କମିଟି। ଖାଲି ହୋଇଯାଇଥିବା ଶିକ୍ଷକ ପଦ ପାଇଁ ନୂତନ ଭାବରେ ଅନୁସୟା ମାଝୀ, ମଙ୍ଗଲ ସିଂ ମାଝୀ ଏବଂ ଅଚ୍ୟୁତାନନ୍ଦ ବିହାର ଯୋଗ ଦେଇଥିବା ଯୋଗୁଁ ତିନି ଶିକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ସହିତ ସ୍ୱାଗତ ସଭାକୁ ବିଦ୍ୟାଳୟରେ ମହା ଆଡମ୍ବର ସହକାରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡମ୍ବରୁଧର ମାଝୀଙ୍କ ସଭାପତିତ୍ୱରେ ସିଆରସି ଉତ୍ତମ ପ୍ରସାଦ ମହାଉତି, ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଦଣ୍ଡସେନା, ଶିକ୍ଷକ ବୈଦ ଦଲ, କ୍ଷୀରସିନ୍ଧୁ ମାଝୀ, କମଳା ତୁରିଆ, ହିଙ୍ଗୁଳା ମାଝୀ, ମୁକେଶ କୁମାର ନାୟକ, ସାମ୍ବାଦିକ ଜଗତ ରାମ ଦଣ୍ଡସେନା ପ୍ରମୁଖ ସହଯୋଗ କରିଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ।